ଦେଖନ୍ତୁ ଆମେ ସମସ୍ତେ ସେ ଭିଡ଼ିଓ ଦେଖିଛେ ଯାହା ହେଇଛି ଅତ୍ୟନ୍ତ ନିନ୍ଦନୀୟ। ମାନେ ଏଇଥିପାଇଁ ରାଜନୈତିକରେ ବିରୋଧ ଭାଷା ରହୁ, ମନାନ୍ତର ରହୁ, ମତାନ୍ତର ରହୁ, କିନ୍ତୁ ଯେଉଁ ବିହାର ୟୁପି ଭଳିଆ ଘରେ ପଶିକି ହିଂସାକାଣ୍ଡ ଭିଆଇବା, ଗଣ୍ଡଗୋଳ କରିବା, ସେଥିରୁ ନିବୃତ୍ତ ରହିଲେ ଭଲ। କାହିଁକି ନା ଆଜି ସିନା ତୁମେ ନିଲମ୍ବିତ ହେଇଛ, କାଲି ତ ସେ ତମ ଦଳର ନେତା ଥିଲା। ଏବେ ହୁଏତ ଭାରତୀୟ ଜନତା ପାର୍ଟି କ'ଣ ଗୋଟେ ପ୍ରତିଶ୍ରୁତି ଦେଇଛି, ତୁମେ ଗୋଟେ ନୂଆ ମୁହାଁ ଖାଇ ଦେଇଛ, ଯିବା କଥା ଯାଅ, କିଛି ଅସୁବିଧା ନାହିଁ। ଦଳ ଭାବିଲା ଯେ ଆପଣ ଦଳ ବିରୋଧୀ କାମ କରୁଛନ୍ତି, ତେଣୁ ଆପଣଙ୍କୁ ତଡ଼ିଲା। ଆପଣ ବିଜେପିରେ ଯାଇକି ସାଂଗଠନିକ ଶକ୍ତିରେ ଜଣକୁ ଚକ୍କର ଦେବାକୁ ଚେଷ୍ଟା କର। ଯଦି ଦଳ ଆମକୁ ବାହାର କଲା ତ ତାହେଲେ ଦେଖେଇ ଦିଅ ଆମକୁ ବାହାର କଲେ ଦଳ କ୍ଷତିରେ ରହିଛି ନା ଲାଭରେ ରହିଛି। ତେବେ 5,000 ଭୋଟରଙ୍କୁ ନେଇକି ତାଙ୍କୁ ଚେକ୍ ଦିଅ ପଞ୍ଚାୟତ ନିର୍ବାଚନ ପାଇଁ। ଠିକ୍ ସେୟା ନ କରିକି ରାତି ଅଧରେ ମାଲଟା ପିଇ ଦେଇକି ବାଣ ଫୁଟେଇବା, ତାଙ୍କ ଘରେ ବସିକି ଭାଣ୍ଡାମି କରିବା, এই ଯେଉଁ କାରଣ ଦେଖାଯାଇଛି ଏହା ଆଦୌ ଗ୍ରହଣ ନୁହେଁ। ଆଉ ଯେଉଁ ରହିଛି ବୋମା ମାଡ଼ କି ବନ୍ଧୁକ, ମୁଁ ଗୋଟିଏ କଥା କହିଦେବି, ଆପଣମାନେ ଜାଣିଥିବେ ଯେତେବେଳେ କେସ୍ ପାସ୍ ଯେ ଏଫଆଇଆର ଲେଖିବାର ଯାହାର ଅଭ୍ୟାସ ମାନେ ଥିବ ଟିକେ ଅଭ୍ୟାସ, ସେମାନେ ଆଉ ଦୁଇଟା ଖଣ୍ଡେ ଦଫା ଯୋଡ଼ନ୍ତି। ମୁଁ ଭାବୁଛି ପ୍ରତାପ ବାବୁ ମଧ୍ୟ ସେଇ ହିସାବରେ ଦଫା ଯୋଡ଼ିବାକୁ ପ୍ରୟାସ କରିଥିବେ। ସତ କ'ଣ ମିଛ କ'ଣ ପୋଲିସ କହିପାରିବ ନା ମୁଁ ସେ ଜାଗାରେ ଥିଲି, ନା ଆମେ ଯେଉଁମାନେ ବର୍ତ୍ତମାନ ବାଇଟ୍ ନେଉଛନ୍ତି ମୋର ଗଣମାଧ୍ୟମର ଭାଇମାନେ, ନା ଆମେ ବି ଜାଗାରେ ଥିଲେ। ତେଣୁ ପୋଲିସ ତାର ତଦନ୍ତ କରୁ କେଉଁ ଆଧାରରେ କ'ଣ ଥିଲା। କିନ୍ତୁ ଆମେ ଗୋଟିଏକୁ ନିନ୍ଦା କରିବା ଯେ ଜଣେ ନେତା ଘରେ ପଶିକି ଏଇ ଯେଉଁ ଭାଣ୍ଡାମି କରିବାର ଆଦୌ ଆବଶ୍ୟକତା ହିଁ ନାହିଁ। ଆଉ ଗୋଟିଏ କଥା ରହିଲା, କିଛି ନେତା ଭାବି ଦେଇଛନ୍ତି ଭାରତୀୟ ଜନତା ପାର୍ଟିକୁ ପଳେଇଲେ ଆମକୁ ବୋଧେ ସମ୍ମାନ ମିଳିଯିବ। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର କାର୍ଯ୍ୟଶୈଳୀ ଉପରେ ଆଙ୍କର ଆଦୌ ଧାରଣା ନାହିଁ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଆପଣ ଦେଖିବେ କେଉଁ ନେତା ଗୁଡ଼ା କଂଗ୍ରେସରୁ ବିଜେଡ଼ିରୁ ଯାଇକି ସେଠି ନେତା ହେଇଛନ୍ତି, ସଭାପତି ହେଇଛନ୍ତି, ଆଦୌ ନୁହେଁ। କ୍ୟାଡର ବେସ୍ ପାର୍ଟି ସେଇଟା। ଭାରତୀୟ ଯୁବ ମୋର୍ଚ୍ଚାରେ ଆପଣ ଦେଖିବେ ଯେତେକ ଯୁବ ମୋର୍ଚ୍ଚା ସଭାପତି ଆପଣ ଦେଖିବେ ତାଙ୍କ ଦଳରୁ ବିଜେଡ଼ି ତ ଚିନୁ ସାହୁଙ୍କୁ କରିଦେଲା ସଭାପତି କଂଗ୍ରେସରୁ ଆସିକି ମଧ୍ୟ, କିନ୍ତୁ ଭାରତୀୟ ଜନତା ପାର୍ଟିରେ ଚାନ୍ସ ନାହିଁ। ବ୍ରାଣ୍ଡ ବିଜେପି ନହେଲେ ତାଙ୍କର ଦଳର ସଭାପତି ଯେତେକ କୁହନ୍ତୁ, ବିଜୟ ମହାପାତ୍ର ଅତୀତରେ ଆସିଥିଲେ ବିଜେପିର ସଭାପତି ହେବା ପାଇଁ ଚାହୁଁଥିଲେ, କରେଇଦେଲେ। ତାଙ୍କର ଯେତେକ ସଭାପତି କୁହନ୍ତୁ ଯେ ଅମକ ସଭାପତି ପୂର୍ବରୁ ଅନ୍ୟ ଦଳରେ ଥିଲେ, ଏବେ ଆସିକି ସଭାପତି ହେଇଛନ୍ତି। ଜଣେ ବି ସଭାପତି ଆପଣ ଦେଖିବେନି 80 ମସିହାରୁ ଆଜି ପର୍ଯ୍ୟନ୍ତ, ଜଣେ ବି ଯୁବ ମୋର୍ଚ୍ଚାର ସଭାପତି ଦେଖିବେନି, ଜଣେ ବି ଏବିଭିପିର ସଭାପତି ଯେଉଁମାନେ ଅନ୍ୟ ଦଳରୁ ଆସିଛନ୍ତି। ଭାଇ କ୍ୟାଡର ପାର୍ଟିରେ ପ୍ରଥମେ କ୍ୟାଡର, ତାପରେ ଦଳ ବାହାର। ହଁ କିଏ ଗୋଟେ ପଦ ସଭା ବିଧାୟକ ପଦ ପାଇବ, ତାରି ଭିତରେ ରହିବ, ଦଳର ମାମଲତକାର ହେଇପାରିବେନି। ଅନେକ ଲୋକ ଏହା ଭାବିକି ଯାଇଛନ୍ତି ଥରେ ବିଜେପିର ବ୍ୟୁହ ଭିତରକୁ ପଶିଯାଆନ୍ତୁ, ସେ ଚକ୍ର ବ୍ୟୁହ ଭିତରେ ପଶିଗଲା ପରେ ନିଶା ଛାଡ଼ିଯିବ। ଭାଇ ଏବେକା ପରିସ୍ଥିତିକୁ ଦେଖି ନଜରରେ ରଖି ଆପଣ ଭବିଷ୍ୟତ କ'ଣ ଦେଖୁଛନ୍ତି ଓଡ଼ିଶାରେ ରାଜନୈତିକ ଦଳ? ଦେଖନ୍ତୁ ରାଜନୀତି ସବୁବେଳେ କଡ଼ ଲଉଟାଏ, ଏଇଟା ଆଜି ଗୋଟେ ନୂଆ କଥା ନୁହେଁ। ଆଜିକା କଥା କାଲିକି ନାହିଁ। ଆପଣ ଜାଣିଛନ୍ତି 2002 ମସିହାରେ ଏଇ ଦିଲ୍ଲୀପ ରାୟ ବାଜିମାତ କରିଥିଲେ, ସେତେବେଳେ 14ରୁ 15 ବିଜେଡ଼ି ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଦଳରେ ରହିଲେ, ଟିକେଟ୍ ହିଁ ପାଇଲେ। ଆଉ ଗୋଟେ ଉଦାହରଣ ଜାଣିଥିବେ, ପ୍ରଭାତ ତ୍ରିପାଠୀ ନିଲମ୍ବିତ ହେଲେ କି ନାହିଁ, କିନ୍ତୁ ତା ପୁଅ ଟିକେଟ୍ ପାଇଲେ କି ନାହିଁ। ପ୍ରଭାତ ବିଶ୍ୱାଳ ନିଲମ୍ବିତ ହୋଇଥିଲେ କି ନାହିଁ, ତାଙ୍କ ପୁଅ ଟିକେଟ୍ ପାଇଲେ କି ନାହିଁ। ରବୀନ୍ଦ୍ର ଜେନାଙ୍କୁ ଟିକେଟ୍ ଦେଲେନି କିନ୍ତୁ ସ୍ତ୍ରୀ ଟିକେଟ୍ ଦେଲେ। ତେଣୁ ଦଳ ସବୁବେଳେ ରାଜନୈତିକ ଫାଇଦା ଦେଖେ, ଯେଉଁ ଦଳ ହେଉ, ସେ ବିଜେଡ଼ି ହେଉ, କଂଗ୍ରେସ ହେଉ, ବିଜେପି ହେଉ। କାଲି ଯଦି ମୁଁ ତମଠୁ ରାଜନୈତିକ ଫାଇଦା ଅଧିକା ଦେଖିବି ଆଉ ଗୋଟେ ଲୋକ ତୁଳନାରେ, ମୁଁ ତମକୁ ପସନ୍ଦ କରିବି, ଆକୁ ଗୋଇଠା ମାରିବି। ଏଇଟା ଦଳ ସବୁବେଳେ ଚାଲେ। ଆସାମରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯିଏ ଅଛନ୍ତି ସେ କଂଗ୍ରେସର ବ୍ୟାକବୋନ୍ ଥିଲେ। ଆଜିକା ଦିନରେ ବିଜେପି ନେତାଙ୍କୁ ସାଇଡ୍ କରି ଦଳ ଦାୟିତ୍ୱ ଦେଇଛି। ତେଣୁ ଗାଇମୋଟ କହିଲେ, ମୁଁ ରାଜନୀତି କହିଲେ ଏତିକି ବୁଝିଛି, ତମର ଯଦି ଗ୍ରାଉଣ୍ଡରେ ମାଟି ଅଛି ନା, ଯେଉଁ ଦଳକୁ ଗଲେ ବି ତୁମେ ମଜବୁତ ହେଇକି ଠିଆ ହେବ। ଆଉ ଯଦି ସେଟିଂ କରିକି କେଉଁ ଭାଇ ଜରିଆରେ, କେଉଁ ନନା ଜରିଆରେ ସଭାପତି, ଉପସଭାପତି, ସମ୍ପାଦକ ହେଇକି ଚାରିପଟ ବୁଲିକି କଣ୍ଟ୍ରାକ୍ଟର ଠିକାଦାରୀ କାମ କରିକି ମାମଲତିକାର କରୁଥିବ ଧଳା ସାର୍ଟ ପିନ୍ଧିକି, କାଲି ସେ ଭାଇର ପାୱାର କଟିଗଲେ ତମର ବି ପାୱାର କଟିଯିବ। ତେଣୁ ସେଥିପାଇଁ ଜହ୍ନ ଏତେ ଜୋରରେ ଜଳୁଛି, କିନ୍ତୁ ଆପଣ ଜାଣନ୍ତି ଜହ୍ନର ନିଜସ୍ୱ ଲାଇଟ୍ ନାହିଁ, କିନ୍ତୁ ତାରା ଚିକିମିକି କରୁଛି, କିନ୍ତୁ ତା ନିଜସ୍ୱ ଲାଇଟ୍ ଦୂରରେ ଅଛି ବୋଲି ଛୋଟ ଲାଗୁଥାଇପାରେ, କିନ୍ତୁ ତାରାଟା ସୂର୍ଯ୍ୟଠୁ ବି ବଡ଼। ତେଣୁ ଏଇଭଳିଆ ରାଜନୀତିରେ ମଧ୍ୟ ସେଇଆ, କାଲି କିଏ କେଉଁଠି ଯାଇକି କେଉଁ କନଷ୍ଟିଚ୍ୟୁଏନ୍ସିରେ ପଶିକି ରାଜନୀତି ଆରମ୍ଭ କରିବ, ସେତେବେଳେ କେଡ଼େ କେଡ଼େ ନେତା ଖତ ହୋଇଯାଇଛନ୍ତି। ଇଏ କ'ଣ ଆଜି ବାସଭବନ 400 ମିଟର ଦୂରରେ ପୂର୍ବତନ ଆଇନ ମନ୍ତ୍ରୀଙ୍କ ଘରେ ଆତଙ୍କରାଜ, କେମିତି ଦେଖୁଛନ୍ତି? ସୁରକ୍ଷା ଦୃଷ୍ଟି କେମିତି ଦେଖୁଛନ୍ତି? ନିଶ୍ଚିତ ଭାବରେ ଏଇଟା ଗୋଟେ ଉଦ୍ବେଗଜନକ କଥା। ଆପଣ ସିନା ସେଠି ମନେକର ପ୍ରତାପ ଜେନା, ଆପଣ ଭାବନ୍ତୁ ସେ ଯେଉଁ ସିଚୁଏସନ୍ ଥିଲା, ଇଏ ଯଦି ପ୍ରତାପ ଜେନା ଦାଣ୍ଡକୁ ଆସିକି ବିରୋଧ କରିଥାନ୍ତେ, କି ତାଙ୍କ ଯେଉଁ ପୁଅ ଟିକେଟ୍ ପାଇଥିଲେ ଅଙ୍କିତ, ସିଏ ଯଦି ବିରୋଧ କରିଥାନ୍ତେ, ଇଏ ତ ଯୋଡ଼ିଏ ଥୁମୁଣି ଖାଇଥାନ୍ତେ।
ସେ ଯେଉଁଭଳିଆ ସ୍ଥିତିରେ ବର୍ତ୍ତମାନ ଯାଇଥିଲେ ସିକ୍ୟୁରିଟି ବୋଲି କ'ଣ ବାଡ଼େଇଲେ ନାହିଁ, ସେ ବାଡ଼େଇବାକୁ ଯାଇଥିଲେ। ଆମେ ଯାହା ଭିଡ଼ିଓରୁ ଦେଖିଲୁ କବାଟ ବନ୍ଦ କରିପାରିବନି, ତମ କ୍ୱାର୍ଟର କିଏ? ଆରେ କ୍ୱାର୍ଟର କଥା ପଚାରୁଛ? ଲୁଲୁ ମହାପାତ୍ର ଦୁଇ ଥର ହାରିଥିଲେ, ଆପଣ ଜାଣିଛନ୍ତି ତାଙ୍କ କ୍ୱାର୍ଟର କେଉଁଠି ଥିଲା? ସେଇ ଜାଗାରେ 2004 ମସିହାରେ ପ୍ରଭାତ ତ୍ରିପାଠୀ ହାରି ନଥିଲେ? ଆରେ ରାଜନୀତିରେ ଏମିତି ଥାଏ, ହାରିଥିଲେ ବି ଲୋକମାନେ କ୍ୱାର୍ଟର ନେଇକି ରହିଥାନ୍ତି। କାହିଁକିନା ଭୁବନେଶ୍ୱରରେ ଅନେକ ନେତାଙ୍କର ଘର ଦ୍ୱାର ଅଛି, କ୍ୱାର୍ଟରଟି ତାଙ୍କର ନିହାତି ଆବଶ୍ୟକ ନାହିଁ। ସିଦ୍ଧାନ୍ତ ମହାପାତ୍ର ଏଠି କ୍ୱାର୍ଟର ନେଇନାହାନ୍ତି, ସେ ତାଙ୍କ ଘରେ ରହୁଛନ୍ତି। ସେ ଚାହିଁଥିଲେ କ୍ୱାର୍ଟରଟା ନେଇକି ତାଙ୍କର ଗୋଟେ ବିଜେପି ନେତାଙ୍କ ନାଁରେ ଗୋଟେ କ୍ୱାର୍ଟରଟି ଆଲଟମେଣ୍ଟ ମଧ୍ୟ କରାଇପାରିବା। ଏଇଟା ଗୋଟେ ପ୍ରାକ୍ଟିସ୍। କାରଣ ରାଜନୀତିରେ ଆମେ ଯେମିତି ବାଡ଼େଇବା ଯେଉଁ ନେତାମାନେ ଯେମିତି ବାଡ଼େଇବା ପିଟା ହେଉଛନ୍ତି, ଆମର କିଛି ମଧ୍ୟ ଗଣମାଧ୍ୟମ ଯିଏ ଯାହା ବାଟରେ ପଲିଟିକାଲ ପାର୍ଟି ଅନୁସାରେ କହୁଛନ୍ତି, କିନ୍ତୁ ନେତାଙ୍କ ଭିତରେ ତାଙ୍କ ଭିତରେ ଗୋଟେ ଭଲ ସମ୍ପର୍କ ରହିଛି, ଏକଥା ମଧ୍ୟ ବୁଝିବା ଦରକାର। ଟୁବୁ ତ୍ରିପାଠୀ କହିଲେ ସେ ଏଇ ଯୋଉ ଘଟଣାକୁ ସେ ଘୋର ନିନ୍ଦା କରୁଛନ୍ତି, ଆଉ ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ, ତାକୁ ନେଇ କ'ଣ କହିବେ? ଦେଖନ୍ତୁ, ଟୁବୁ ତ୍ରିପାଠୀ ଯଦି ଏଇ ଘଟଣାକୁ ନିନ୍ଦା କରୁଛନ୍ତି, ସେ ଭିଡ଼ିଓରେ ଡାଇରେକ୍ଟ କହିଛନ୍ତି ଆମେ ଟୁବୁ ତ୍ରିପାଠୀର ଲୋକ, ତାହେଲେ ଆମେ କାଲି ଯଦି ସେମାନଙ୍କୁ ଟୁବୁ ତ୍ରିପାଠୀଙ୍କ ଆଖପାଖରେ ବୁଲୁଥିବାର, ତାଙ୍କ ପଛପଟେ ଠିଆ ହେଇଥିବାର ନ ଦେଖିବୁ, ତାହେଲେ ଟୁବୁ ବାବୁ ଠିକ୍ କହୁଛନ୍ତି। ଯଦି ଦେଖିବୁ, ସେ ଆମକୁ ମିଛ କହୁଛନ୍ତି। ଆଜି ଗୋଟେ ଜିନିଷ ଦେଖାଗଲା ଯେ କଟକରେ ଇଦ୍ ପାଳନ ଅବସରରେ ମହମ୍ମଦ ମୋକିମ ଆଉ ଟୁବୁ ତ୍ରିପାଠୀ ଗୋଟେ ପ୍ରକାର ଆଲିଙ୍ଗନ କଲେ, ଆଉ ସୋଫିଆ ବିରଦୋଷ ବି ସେଠି ଥିଲେ। ଏ ଗୋଟେ ନୂଆ ରାଜନୈତିକ ସମୀକରଣ ଆଡ଼କୁ ଯାଉଛି କି ଓଡ଼ିଶା? ମୁଁ ସେଥିରେ ଏକମତ ନୁହେଁ। ଏକଥା ସେଇ ପାର୍ଟକୁ ଆଉଟା ଯିବେ, ତେଣୁ ଆପଣ ଯୋଡ଼ିଏ ପ୍ରଶ୍ନ ତା ଦେହରେ ରଖିଦେଇଛନ୍ତି। ଇଦ୍ରେ ମୁବାରକ କରିବା, ଦୁର୍ଗା ପୂଜାରେ ଅଭିନନ୍ଦନ କରିବା, ଆପଣଙ୍କ ଘରେ ଗୋଟେ ପୁଣ୍ୟ ପର୍ବ ହେଲେ କୌଣସି ଲୋକଙ୍କୁ ଡାକିକି ଗେଷ୍ଟ କରିବା, ଅପରାଜିତା ନବୀନ ପଟ୍ଟନାୟକ କାଢ଼ି ଦିଅନ୍ତିନି? କିନ୍ତୁ ତାଙ୍କ ଝିଅ ବାହାଘରକୁ ଯେତେବେଳେ ଅପରାଜିତା ଗଲେ, ନବୀନ ପଟ୍ଟନାୟକ ଗଲେ, ସେ କେଉଁଭଳି ସତ୍କାର କଲେ। ତେଣୁ ଇଦ୍ରେ ସବୁ ଦଳ ଏକାଠି ହେଇକି ଯାଆନ୍ତି। ସେଥିରେ ଗୋଟେ ଆପଣ ଧାର୍ମିକ ଭାବନାଟାକୁ ନେଇକି ରାଜନୀତିକି ପୁରେଇବାନି। ଆଉ ଗୋଟିଏ କଥା ହେଲା, ରାଜ୍ୟ ରାଜନୀତି କଡ଼ ଲେଉଟେଇବ। ରାଜ୍ୟ ରାଜନୀତିରେ ଗୋଟେ ବଡ଼ ପରିବର୍ତ୍ତନର ସଂକେତ ମିଳିଯାଇଛି। ରାଜ୍ୟସଭାରେ 6 ନେତା ବିଜେଡ଼ି ନେତା କ୍ରସ୍ ଭୋଟିଂ କରିଛନ୍ତି। ପୂର୍ବରୁ 2 ଜଣଙ୍କୁ ବାହାର କରିଥିଲେ, ଆଉ 6 ଜଣ। କଂଗ୍ରେସରେ ଯେଉଁ ନେତା କହୁଥିଲେ ରମେଶ ଜେନା ଭଳି ନେତା ଯିଏ ଜମା କଂଗ୍ରେସ ଛାଡ଼ିବେନି, ସିଏ ମଧ୍ୟ ଏମିତି ସ୍ଥିତି ହେଲା, କଂଗ୍ରେସରୁ ଆଜ୍ଞା ନିଲମ୍ବିତ ହୋଇଛନ୍ତି। ଯଦି ଏ ସାମଗ୍ରିକ ଭାବରେ ଆପଣ ଘଟଣାବଳୀକୁ ଅନୁଧ୍ୟାନ କରିବେ, କ୍ଷମତା ଯୁଆଡ଼େ ନେତା ସୁଆଡ଼େ। କ୍ଷମତା ଯଦି ହୁଏ ଗୁଡ଼ହାଣ୍ଡି, ଆମର ନେତା କର୍ମୀମାନେ ହେଉଛନ୍ତି ପିମ୍ପୁଡ଼ି। ଆଉ ଗୁଡ଼ହାଣ୍ଡି ଅଛି ବିଜେପି ପାଖରେ, ଇଏ ବିଜେଡ଼ି ଆଉ କଂଗ୍ରେସ ଭବନ ଚାରିପଟେ ବୁଲିଲେ କ'ଣ ପାଇବେ? ତେଣୁ ଏଇଟା ଗୋଟେ ଆଜି ନୂଆ କଥା ନୁହେଁ। ଅତୀତରେ ଆପଣ ଦେଖିବେ ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳଙ୍କ ଭଳି ଟାଣୁଆ ନେତାମାନେ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। ନବ ଦାସଙ୍କ ଭଳି ଟାଣୁଆ ନେତା ବି କଂଗ୍ରେସ ଛାଡ଼ିଛନ୍ତି। ଗଦା ଗଦା ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆମର ଗଞ୍ଜାମର ନେତା ସାହୁ ବାବୁ ବି ଛାଡ଼ିଛନ୍ତି। ଏମିତି ଅନେକ ନେତା ମଧ୍ୟ ଆଜ୍ଞା ଅଛନ୍ତି। ତେଣୁ ଗାଇମୋଟ କହିଲେ ରାଜନୀତି ହେଉଛି ଗୋଟେ ସ୍ୱାର୍ଥ ସର୍ବସ୍ୱ, ନୀତି ଆଉ ନୈତିକତା ଏଥିରେ କିଛି ନାହିଁ ଭାଇ। ଯେଉଁଠି ଫାଇଦା ନେତା ସେଇଠି ରହିବା ସ୍ୱାଭାବିକ। ଆଜି ଯେଉଁମାନେ ବିଜେପିକୁ ଯାଉଛନ୍ତି, ମନେକର ଟୁବୁ ତ୍ରିପାଠୀ ଗୋଟେ ଉଦାହରଣ, ଯେଉଁ ଛୋଟିଆରେ ଟୁବୁ ତ୍ରିପାଠୀ ବିଜେପି ଟିକେଟ୍ ନେବେ 29ରେ। ସେଠି ଯେ ଶୁଭ୍ରାଂଶୁ ବାବୁ ଆଉ ତୁଷାର ଚକ୍ରବର୍ତ୍ତୀ ବାବୁ ଯିଏ ସଂଗଠନ କରୁଥିଲେ, ସିଏ ଖାଲି ବିଜେଡ଼ି କି ନହେଲେ କଂଗ୍ରେସକୁ ଯିବେ। କାରଣ ଯିଏ ଭାଇ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ସଂଗଠନ କରୁଛି, ସିଏ କ'ଣ ଆଉ ଜଣେ ନେତାଙ୍କୁ ଜିତେଇବା ପାଇଁ? ଏମିତି ଦଳ ବଦଳ ଆପଣ 29ରେ ଚକିତ କଲା ଭଳି ଜିନିଷ ଦେଖିବେ। ଆଜି ଯିଏ କହୁଛନ୍ତି ମୋହନ ଦାଦାଙ୍କ ଫ୍ୟାନ୍, କାଲି ସେ ନବୀନ ପଟ୍ଟନାୟକ ଚାରିପଟେ ବୁଲୁଥିବେ। ନବୀନ ପଟ୍ଟନାୟକ ଫ୍ୟାନ୍ କହୁଥିବା ଲୋକମାନେ ଭକ୍ତ ବାବୁଙ୍କ ଚାରିପଟେ କିମ୍ବା ମୋହନ ବାବୁଙ୍କ ଚାରିପଟେ କି ମନମୋହନଙ୍କ ଚାରିପଟେ ଘୁରି ବୁଲୁଥିବେ। ତାହେଲେ ଏଠି ଯୋଉ ମାନେ ଜନତା ଅଛନ୍ତି, ଜନତା ତାମାନେ କ'ଣ ବକରା ନେତାଙ୍କର ବାସ୍ ଗୋଟେ ହାତ ବାରିସି, ଆଉ ନହେଲେ କିଛି ନାହିଁ? ଜନତାଙ୍କ ଭୋଟ ପାଇକି ଏଇ ନେତା ମାନେ ଆଗକୁ ଯାଉଛନ୍ତି, ଏଇ ନେତା ମାନେ କାଲି ଦଳ ବଦଳେଇ ଯାଉଛନ୍ତି, ସେ ଜନତା ମାନେ ତାହେଲେ ତାଙ୍କ ନୀତି ଆଦର୍ଶ ଯାଉଛି। ଆରେ ଗରିବ ମାଇପ ସମସ୍ତଙ୍କ ଶାଳୀ ଭଳିଆ ଆମକୁ ସମସ୍ତଙ୍କୁ ସୁବିଧା ହେଉଛି। ଭୋଟରଙ୍କୁ କିଣାବିକା, ଭୋଟର ବୁଝନ୍ତିନି, ମାଉଁସ ଖାଇକି ମଦ ପିଇକି ଭୋଟ ଦେଉଛନ୍ତି। ମୁଁ ଟିକେ ସେଥିରେ ଏକମତ ନୁହେଁ। ତୁମେ ଏଇନା ଯାଇକି ଗୋଟେ କୋଟି ଟଙ୍କା ଦେଲେ ଗୋଟେ ଜାଗାରେ ମିଳେଇଯିବ? ଆରେ ଟଙ୍କା ତୁମ ହାତରୁ ନେବା ପାଇଁ ମଧ୍ୟ ତୁମର ଗୋଟେ ଶକ୍ତି ରହିଥିବା ଦରକାର, ସେ ତୁମକୁ ଚିହ୍ନିଥିବା ଦରକାର, ତୁମ ଗୋଟେ ସଂଗଠକ ହେବା ଦରକାର। ବହୁ ଜିନିଷ ତା ଦେହରେ ରହିଛି। ଜନତାକୁ କାହିଁ ବୋକା କରିବେ? ଗତ ନିର୍ବାଚନରେ ଯେଉଁମାନେ ଦଳ ବଦଳ କରିଛନ୍ତି ସମସ୍ତେ କ'ଣ ଜିତି ଯାଇଛନ୍ତି? ଅନେକ ଲୋକ ବି ନିର୍ବାଚନରେ ଗଡ଼ି ପଡ଼ିଛନ୍ତି। ତେଣୁ ସେଭଳି ଭାବରେ ହାର ଜିତ ନିଷ୍ପତ୍ତି ଜନତା ମଧ୍ୟ ବୁଦ୍ଧିଆ ହେଇଗଲେଣି। ଯେଉଁମାନେ ତାଙ୍କୁ ବୋକା ଭାବୁଛନ୍ତି, ମୁଁ କହିବି ସେମାନେ ହେଉଛନ୍ତି ସବୁଠୁ ବଡ଼ ବୋକା। 29ରେ ଦେଖନ୍ତୁ ଦଳ ବଦଳକାରୀମାନଙ୍କୁ ଲୋକ ଜବାବ ଦେବେ।